ସାଇକୋଲୋଜି କହିଥାଏ ଯଦି ଆପଣ ନିଜର ବାଣ୍ଡଟିକୁ ସବୁଦିନ ପାଇଁ ଲମ୍ବା, ମୋଟା ଓ ଟାଇଟ୍ ରଖିବାକୁ ଚାହୁଁଛନ୍ତି ତେବେ ଏହି ଗୋଟିଏ ଉପାୟଟି କରନ୍ତୁ। 2ଟି ଗୁଜୁରାତିର ଦାନା ଓ 5ଟି କାଜୁ ବାଦାମକୁ ଭଲ ଭାବରେ ଗୁଣ୍ଡ କରି ଦିଅନ୍ତୁ। ତାପରେ 1 ଗ୍ଲାସ କ୍ଷୀର ନେଇ ଫୁଟାନ୍ତୁ ଓ ଫୁଟୁଥିବା ସମୟରେ ସେହି ଗୁଣ୍ଡକୁ କ୍ଷୀରରେ ପକାଇ ଭଲ ଭାବରେ ଫୁଟାଇ ନିଅନ୍ତୁ। ତାପରେ ଏହାକୁ ବ୍ୟବହାର କରି ଥଣ୍ଡା ହେବା ପାଇଁ ଛାଡ଼ି ଦିଅନ୍ତୁ। ଏଥିରେ ଅଧା ଚାମଚ ମହୁ ମିଶାନ୍ତୁ। ଏମିତି କରି ଏହାକୁ ପ୍ରତିଦିନ ସନ୍ଧ୍ୟାରେ ପିଅନ୍ତୁ ଆଉ ଦେଖନ୍ତୁ ଏହାର କମାଲ। ସାଇକୋଲୋଜି କହିଥାଏ ଯଦି ଆପଣଙ୍କ ସ୍ତ୍ରୀ ଆପଣଙ୍କ ସହିତ ସମ୍ଭୋଗ କରିସାରିବା ପରେ ଏହି 2ଟି ଖରାପ ବ୍ୟବହାର କରନ୍ତି ତେବେ ବୁଝିଯାଆନ୍ତୁ କି ସେ ପରପୁରୁଷ ସହିତ ଚଢ଼ି ଖୋଲି ଗିଆ ଖାଉଛନ୍ତି ବୋଲି। ପ୍ରଥମତଃ ହେଉଛି ସମ୍ଭୋଗ କରିସାରିବା ପରେ ଆପଣଙ୍କୁ ଇଜ୍ଜତ ଦେବା ନାହିଁ। ଦ୍ୱିତୀୟରେ ଆପଣଙ୍କ ପାଖରେ ଆପଣଙ୍କ ଠାରୁ ଅନ୍ୟ କେଉଁ ପୁରୁଷର ଅଧିକ ପ୍ରଶଂସା କରିବେ। ସାଇକୋଲୋଜି କହିଥାଏ ଯେଉଁ ପୁରୁଷ ସବୁବେଳେ ଶାରୀରିକ ସମ୍ପର୍କ ବନାଇବା ବିଷୟରେ ଭାବିଥାନ୍ତି ତେବେ ସେ କେବେ ବି ନିଜ ମହିଳା ସାଥୀକୁ ବିଛଣା ଉପରେ ସନ୍ତୁଷ୍ଟ କରିପାରି ନଥାନ୍ତି। ସାଇକୋଲୋଜି କହିଥାଏ ଗୋଟିଏ ସ୍ତ୍ରୀ ନିଜ ସ୍ୱାମୀର ବାଣ୍ଡଟିକୁ ନିଜ ପଛପଟେ ସେତେବେଳେ ପୁରାଇଥାଏ ଯେତେବେଳେ ସେ ସବୁଠାରୁ ଅଧିକ ଉତ୍ତେଜିତ ହୋଇଯାଇଥାଏ। ସାଇକୋଲୋଜି କହିଥାଏ ଯେଉଁ ପୁରୁଷର ବାଣ୍ଡଟିର ଆକାର ଛୋଟ ହୋଇଥାଏ ଯଦି ସେହି ପୁରୁଷ ନିୟମିତ ଭାବରେ କିଗଲ ଏକ୍ସରସାଇଜ ଓ ନିଜର ବାଣ୍ଡଟିକୁ ଲବଙ୍ଗ ତେଲରେ ମାଲିସ କରନ୍ତି ତେବେ ତାଙ୍କ ବାଣ୍ଡଟି ବହୁତ ଜଲ୍ଦି ଲମ୍ବା ଓ ମୋଟା ହୋଇଥାଏ। ସାଇକୋଲୋଜି କହିଥାଏ ନିଜ ଘରର ପରିସ୍ଥିତି ବିଷୟରେ କାହାକୁ କୁହନ୍ତି ନାହିଁ କାରଣ ମୁଖ୍ୟତଃ ଲୋକମାନେ ଏହାର ଫାଇଦା ଉଠାଇ ଦେଇ ଚାଲି ଯାଇଥାନ୍ତି। ସାଇକୋଲୋଜି କହିଥାଏ ଅନ୍ୟର ଦୁଃଖ କଷ୍ଟକୁ ଦେଖି କେବେ ବି ଆନନ୍ଦ ନିଅନ୍ତୁ ନାହିଁ ନଚେତ୍ ଭଗବାନ ଆପଣଙ୍କୁ ସେହି ଉପହାର ଦେଇଦେବେ କାରଣ ଭଗବାନ ଆପଣଙ୍କୁ ତାହା ଦେଇଥାନ୍ତି ଯେଉଁଥିରେ ଆପଣଙ୍କୁ ଆନନ୍ଦ ଆସିଥାଏ। ସାଇକୋଲୋଜି କହିଥାଏ ଶୁଣିବା ଶିଖିଯିବେ ତ ସହିବା ବି ଶିଖିଯିବେ ଓ ସହିବା ଶିଖିଯିବେ ତ ରହିବା ବି ଶିଖିଯିବେ। ସାଇକୋଲୋଜି କହିଥାଏ ଧନ୍ୟବାଦ ଦିଅନ୍ତୁ ପାପରୁ କୌଣସି ଦୁର୍ଗନ୍ଧ ଆସିନଥାଏ ନଚେତ୍ ଏ ଦୁନିଆ ରହିବା ପାଇଁ ଯୋଗ୍ୟ ହୋଇ ରହିନଥାନ୍ତା।